ବ୍ଲକ କାର୍ଯ୍ୟାଳୟରେ ପାଣି ସମସ୍ୟାକୁ ନେଇ ଲୋକେ ଦେଲେ ଧାରଣା। ପ୍ରବଳ ଗରମରେ ସାରା ଓଡ଼ିଶା ସିଝୁଥିବା ବେଳେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନ ନାକିଚୁଆ ପଞ୍ଚାୟତ ଅଧୀନ କାନପୁର ଗ୍ରାମରେ ଇଟାମୁଣ୍ଡିଆ ସାହିର। ଫଳରେ ଅସନ୍ତୋଷ ଗ୍ରାମବାସୀ ଆଜି ରାସଗୋବିନ୍ଦପୁର ସ୍ଥିତ ବ୍ଲକ କାର୍ଯ୍ୟାଳୟର ଗରା ଧରି ବସିଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀମାନେ ବିଡିଓ ଅନନ୍ତ କୁମାର ହାସଦାକୁ ଏକ ଅଭିଯୋଗ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି। କାନପୁରଠାରେ ଏକ ପାଣି ଯୋଗାଣ ପ୍ରକଳ୍ପ ଅଛି, କିନ୍ତୁ ଏଠାରୁ ଇଟାମୁଣ୍ଡିଆ ସାହି ଅନେକ ଦୂର ଥିବାରୁ ଇଟାମୁଣ୍ଡିଆ ହାଟ ଛକଠାରୁ 1 କିଲୋମିଟର ପର୍ଯ୍ୟନ୍ତ ଭିତର ଦେଇ ସାହିର ଶେଷ ପର୍ଯ୍ୟନ୍ତ ପାଣି ପହଞ୍ଚି ପାରୁନାହିଁ। ଫଳରେ ଲୋକେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି। ଏନେଇ ବିଡିଓ ହାସଦାକୁ ପଚାରି ଅଭିଯୋଗ ପତ୍ର ପାଇବା ପରେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ପଠାଇ ଉକ୍ତ ପାଣି ସମସ୍ୟାର ସମାଧାନ କରାଯାଇଛି। ମାତ୍ର ଗାଁ ମୁଣ୍ଡରେ 4 ରୁ 5 ଜଣଙ୍କ ଘରୁ ପାଣି ପହଞ୍ଚି ପାରୁନାହିଁ। ସେମାନଙ୍କୁ ସୋଲାର ପ୍ରକଳ୍ପ ଦ୍ୱାରା ପାଣି ଦିଆଯିବ ବୋଲି କହିଛନ୍ତି।